କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି, ତେବେ ଏହା ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଆହୁରି ଦୁର୍ବଳ ହେବା ସହ ଲଘୁଚାପ ବା ଘୂର୍ଣ୍ଣିବଳୟ ରୂପରେ ତାମିଲନାଡୁ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଆଜିର ଏହି ସ୍ୟାଟେଲାଇଟ୍ ତଥ୍ୟରୁ ମଧ୍ୟ ଜଣାପଡ଼ିଛି ଯେ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ମଧ୍ୟ ତାର ସ୍ଥାୟିତ୍ୱ ବଜାୟ ରଖିବା ସହ ଉପକୂଳ ଓଡ଼ିଶାରେ ବାଦଲର ଘନତ୍ୱକୁ ବୃଦ୍ଧି କରୁଛି। ତେବେ ଏହା ପ୍ରଭାବରେ ଆଜି ରାଜ୍ୟରେ ବିଶେଷ ବର୍ଷାର ପ୍ରଭାବ ନଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ କୋହଲା ରହିବା ସହ ଆସନ୍ତାକାଲି ଏବଂ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ରହିପାରେ। ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ କଟକ, ଯାଜପୁର, ନୟାଗଡ଼, ରାୟଗଡ଼ା, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ମାଲକାନଗିରି ଏବଂ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଏହିସବୁ ଜିଲ୍ଲାରେ ଚାଷୀ ଭାଇମାନେ ତଦନୁଯାୟୀ ପଦକ୍ଷେପ ଓ ସତର୍କ ରହିବା ସହ ଖ୍ରୀଷ୍ଟମାସ 25 ତାରିଖ ଦିନ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ବଣଭୋଜି ଓ ପିକନିକରୁ ନିବୃତ୍ତ ରୁହନ୍ତୁ।